ବାଲେଶ୍ୱର ସଦର ତହସିଲ ଅନ୍ତର୍ଗତ ମାନସିଂ ବଜାର ମୌଜାର 10 ନମ୍ବର ୟୁନିଟ୍ ଅଧୀନ ତଥା ପୌରାଞ୍ଚଳର 7 ନମ୍ବର ୱାର୍ଡ ସ୍ଥିତ ଏକ ଅବ୍ୟବହୃତ ଓ ପୂତି ଗନ୍ଧମୟ ଦୋଳ ଗଡ଼ିଆ ପୋତା ଚାଲିଥିବା ବେଳେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳବାସୀଙ୍କ ନାମ ବ୍ୟବହାର ସହ ଜିଲ୍ଲା ପ୍ରଶାସନ ନିକଟରେ ମିଛ ଅଭିଯୋଗ କରିଛନ୍ତି। ଫଳରେ ଦୀର୍ଘ ଦିନରୁ ସୃଷ୍ଟି ହୋଇଥିବା ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତି ପାଇବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଶା ମଉଡ଼ିବାରେ ଲାଗିଛି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଦୋଳ ଗଡ଼ିଆ ପୋତିବା ନେଇ ଜାରି ହୋଇଥିବା ଯେକୌଣସି କଟକଣାକୁ ଉଠାଇ ନେବାକୁ ଦାବି ଜଣାଇଛନ୍ତି। ପୋଖରୀର ଚତୁଃପାର୍ଶ୍ୱରେ ଗଡ଼ି ଉଠିଥିବା ବଡ଼ ବଡ଼ କୋଠା ଘର ମାଲିକମାନେ ଦୋଳ ଗଡ଼ିଆକୁ ପାଇଖାନା ମଇଳା ପାଣି, ଗାଧୋଇବା ପାଣି, ରୋଷେଇ ଘର ପାଣି, ଅଇଁଠା ଧୁଆ ପାଣି ସହିତ ବିଭିନ୍ନ ପ୍ରକାର କଞ୍ଚା, ଶୁଖିଲା, ପଚା ଅଳିଆ ପକାଇଥାନ୍ତି। ଏହାଦ୍ୱାରା ଦୋଳ ଗଡ଼ିଆରୁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳରେ ମଶାଙ୍କ ଉପଦ୍ରବ ବଢ଼ି ଚାଲିଛି। ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ରୋଗର ଭୟ ମଧ୍ୟ ସର୍ବଦା ରହୁଛି। ପଚା ଦୋଳ ଗଡ଼ିଆରୁ ଜୋକ, ସାପ ଭଳି ସରୀସୃପ ବାରମ୍ବାର ସେମାନଙ୍କ ଘର ମଧ୍ୟକୁ ପ୍ରବେଶ କରୁଛନ୍ତି। ଚତୁଃପାର୍ଶ୍ୱରେ ଉଚ୍ଚ ପକ୍କା ପାଚେରୀ ନିର୍ମାଣ ହୋଇଥିବାରୁ ସମୟ ସମୟରେ ଗଡ଼ିଆ ମଧ୍ୟକୁ ଗୃହପାଳିତ ପଶୁ ପଶି ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏଥିନିମନ୍ତେ ପଚା ଦୋଳ ଗଡ଼ିଆକୁ ପୋତିବା ନେଇ ଜମି ମାଲିକମାନଙ୍କୁ ଅନୁରୋଧ କରାଯାଇଥିଲା। ସମ୍ପୃକ୍ତ ଗଡ଼ିଆ ପୋତା କାର୍ଯ୍ୟ ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଉପରେ କୌଣସି ପ୍ରକାର କୁପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ, ଅପରନ୍ତୁ ସେଠାରେ ଏକ ପ୍ରକାର ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ନେଇ ଆଶା ସଞ୍ଚାର ହୋଇଛି। ଏଣୁ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଗଡ଼ିଆ ପୋତା କାର୍ଯ୍ୟରେ କୌଣସି ପ୍ରକାର କଟକଣା ଜାରି ନ କରିବାକୁ ସେମାନେ ନିବେଦନ ଜଣାଇଛନ୍ତି। ଏନେଇ ସେମାନେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜାହିଦ ଖାନ, ଶେଖ ସୁଲତାନ, ଶେଖ ସତ୍ତାର, ଶେଖ ଇସଲାମ, ଶେଖ ଜାହିର, ରାଧାକାନ୍ତ ବେହେରା, ଖନକ ସିଂ, ଗୌରାଙ୍ଗ ସେନା, ଉମା ଜେନା ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବାସିନ୍ଦା ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ। तो निहाती आज आम कलेक्टर पाक आसलु लिखित भाव में ग्रामवासी मैंने समस्ते कलेक्टर को जड़ाई जो पोखरीटा मंडल बगीचा पोखरी अच्छी सी आज की 15-20 वर्ष हम पची माने अति अवर्जना अवस्था अति शोचनीय अवस्था गड़ियाटा पड़ी रही जहाँकि ना व्यवहार योग्य अच्छी ना से कौन ग्रामवासी उपकृत कम लगी पड़ी एत शोचनीय अवस्था से गड़ियार कहू न सरे से आमर आज को प्राय 8-10 जन लोक से मरले। प्रत्येक दिन गोर गाई कुकुर एमती गृहपालित पशु से मरुंच। तो आम आखि नजर जी आस से पशु पक्षी को आम पशु मान गृहपालित पशु मान आम उद्धार करूँ किंतु जोटा नजर न आसुची से मरी पची से भासिला पर जो दुर्गंध से आम ग्रामवासी बिल्कुल माने रहिबा अवस्था ना जहाँकि सेठिकार परिवेश एत खराब हो गड़ियापाई आ गड़ियारे एत अलिया आवर्जना पड़ी जहाँकि आपण मैंने देखिले विश्वास करें। आज आम कलेक्टर पाक आसलु ये आम ग्रामवासी चाहूँ गड़ियाटा को पुति दि जाऊ कहीं जो परिवेश सृष्टि होती गड़ियापाई जी से गड़ियार जो अवस्था होती हे तो आम ग्रामवासी मैंने आगू बहुत असुविधार सम्मुखीन हो जहाँकि माने जीवन हानि भी बहुत लोकंर होती आमर छुआ पिला भी घर छोट छोट अच्छा आम तो कम को पलू स्त्री लोक रंधा बड़ा काम घरे व्यस्त रही पिला छुआ केत आसिक गड़िया पड़ जाऊँच आमर ये भाई भी जड़े अच्छा पिलाटे भी पड़ जाता ग्रामवासी देखिए उठे आम दाबी करूँ कलेक्टर को जे गड़ियाटा पोति दि जाऊ जेहेतु आम मान समस्त असुविधा एवं जदि पोति दियंती ताले आम उपकृत हो।